ଏକ ଖୋଲା କୂଅରେ ଖସି ପଡ଼ିଥିବା 3ଟି ହାତୀକୁ ଉଦ୍ଧାର କରିବା ପାଇଁ ନାକେଦମ ହୋଇଛି ବନ ବିଭାଗ। ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ବରନାଳୀ ଗ୍ରାମ ନିକଟରେ ଏହିପରି ଅଘଟଣ ଘଟିଥିବା ବେଳେ ଖୋଲା କୂଅ ମଧ୍ୟରେ 3ଟି ହାତୀ ଖସି ପଡ଼ିଥିବା ନିକଟସ୍ଥ ଲୋକମାନେ ଦେଖିବାକୁ ପାଇଥିଲେ। ପରେ ଏନେଇ ବନ ବିଭାଗ କାର୍ଯ୍ୟାଳୟକୁ ଖବର ଦିଆଯିବାରୁ ରିଆମାଳ ରେଞ୍ଜ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଥିଲେ। କିନ୍ତୁ ଯେଉଁ ଅବସ୍ଥାରେ ହାତୀଗୁଡ଼ିକ କୂଅ ଭିତରେ ପଡ଼ିଥିଲେ ସେମାନଙ୍କୁ ସହଜରେ ଉଦ୍ଧାର କରିବା ସମ୍ଭବ ନଥିଲା। ପରେ ରେସ୍କ୍ୟୁ ଟିମ୍ ଜେସିବି ମେସିନ୍ ଆଣି ହାତୀମାନେ ଖସି ପଡ଼ିଥିବା କୂଅ ସହ ଏକ ସମାନ୍ତରାଳ ଭାବେ ରାମ୍ପ ଖୋଳିଥିଲେ। ପରେ 3ଟି ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ତା ମଧ୍ୟରେ ଗୋଟିଏ ଛୁଆ ହାତୀ ରହିଥିଲା। ସୂଚନା ଅନୁଯାୟୀ ରିଆମାଳ ରେଞ୍ଜ ବୁଡ଼ିଦ ବିଟ୍ ଅଞ୍ଚଳରେ 18 ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ତେବେ ସେହି ହାତୀପଲଙ୍କ ମଧ୍ୟରୁ 2ଟି ବଡ଼ ଓ ଗୋଟିଏ ଛୁଆ ହାତୀ ଟିଙ୍କବୀର ପଞ୍ଚାୟତ ନିକଟସ୍ଥ ବରନାଳୀ ଗ୍ରାମ ଦେଇ ଯାଉଥିବା ସମୟରେ ଛୁଆ ହାତୀଟି ଜମି ପାଖରେ ଖୋଳା ଯାଇଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲା। ଏହା ଦେଖି 2ଟି ବଡ଼ ହାତୀ ତାକୁ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ କୂଅ ଭିତରେ ଖସି ପଡ଼ିଥିଲେ। ଆଉ ଯେତେ ଚେଷ୍ଟା କରିଥିଲେ ବି ସେମାନେ କୂଅ ପାଣି ଭିତରୁ ବାହାରକୁ ବାହାରି ପାରିନଥିଲେ। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଜାଣିବା ପରେ ବନ ବିଭାଗକୁ ସୂଚନା ଦେବାରୁ ଜେସିବି ମେସିନ୍ ସାହାଯ୍ୟରେ 3ଟି ହାତୀକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ତେଣୁ ଉଦ୍ଧାର ପରେ ଛୁଆ ହାତୀକୁ ନେଇ 2ଟି ବଡ଼ ହାତୀ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ସେହି 3ଟି ହାତୀ ଉପରେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ନଜର ରଖିଛନ୍ତି।